ଧନୁ ରାଶିର ଲୋକମାନେ ଆଜି ରାତି 9:00 ଟାରୁ ତୁମ ଜୀବନରେ ଏକ ବିରାଟ ମହାଭାରତ ଆରମ୍ଭ ହେବାକୁ ଯାଉଛି। ସତର୍କ ରୁହ ଏବଂ ଗଭୀର ନିଶ୍ୱାସ ନିଅ ଏବଂ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ, କାରଣ ମୁଁ ତୁମକୁ ଯାହା କହିବାକୁ ଯାଉଛି ତାହା ହୃଦୟରୁ କୁହାଯାଇବ ନାହିଁ। ସେହି ସମସ୍ତ କଥା ଗୁରୁଜୀଙ୍କ ପରିଚୟରେ ଆସିଛି ଏବଂ ସମସ୍ତ କଥା ତୁମ ରାଶି ସହିତ ଜଡ଼ିତ। ଏଗୁଡ଼ିକ ତୁମ କୁଣ୍ଡଳୀରେ ଗ୍ରହ ପରିବର୍ତ୍ତନ ସହିତ ଜଡ଼ିତ। ଏକ ବଡ଼ ଭବିଷ୍ୟବାଣୀ ଯାହା ତୁମର ମନକୁ ଉଡ଼ାଇ ଦେବ, ଯାହାକୁ ଶୁଣିବା ପରେ ତୁମର ହାତ ଗୋଡ଼ ଥରି ଉଠିବ ଏବଂ ତୁମର ହୃଦୟ ତୁମ ହାତରେ ରହିବ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖ। ଯଦି ତୁମେ ଏହାକୁ ଅଣଦେଖା କର, ତେବେ ଶତ୍ରୁ ତାର ଉଦ୍ଦେଶ୍ୟରେ ସଫଳ ହେବ। ତୁମ ଉପରେ କରାଯାଇଥିବା କଳାଜାଦୁ ସଫଳ ହେବ ଏବଂ ଯଦି ତୁମେ ଶେଷ ପର୍ଯ୍ୟନ୍ତ ଭିଡିଓଟିକୁ ଦେଖ, ତେବେ ତୁମେ ତୁମର ସମସ୍ତ ପ୍ରତିପକ୍ଷଙ୍କୁ ଗୋଟିଏ ଝଟକାରେ ପରାସ୍ତ କରିପାରିବ। ଗୁରୁଜୀ ତୁମକୁ ସତର୍କତା ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ମଧ୍ୟ କହିବେ। ସର୍ବୋପରି, କ'ଣ କାରଣ ଯୋଗୁଁ ଜୀବନରେ କିଛି ସମୟ ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଚାଲିଛି। ଗୋଟିଏ ଖର୍ଚ୍ଚ ଶେଷ ହୁଏ ଏବଂ ଆଉ ଏକ ଖର୍ଚ୍ଚ ଆସେ। ମାସରେ ଥରେ ଘରେ କିଛି ରୋଗ ନିଶ୍ଚିତ ଭାବରେ ଆସେ, ଯାହା ଯୋଗୁଁ ଡାକ୍ତରଖାନାରେ ଶୋଧ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଛି। ତୁମେ ଭାବୁଛ ଯେ ଯଦି ମୁଁ ଏହି କାମ କରେ ତେବେ ମୁଁ ନିଶ୍ଚିତ ଭାବରେ ଲାଭ ପାଇବି। ଏହା ସମ୍ଭବ, କିନ୍ତୁ ଶେଷରେ ଏପରି କିଛି ଘଟେ ଯାହା ତୁମକୁ ଲୋକଙ୍କ ଆଗରେ ମୁଣ୍ଡ ନୁଆଇବାକୁ ବାଧ୍ୟ କରେ। ସର୍ବୋପରି, ଜୀବନରେ ପରବର୍ତ୍ତୀ ଘଟଣା ବିଷୟରେ ଭାବି ତୁମେ ନିଦ ହଜାଇ ଦେଇଛ ଏବଂ ଆଜିର ଭିଡିଓ ତୁମର ମନକୁ ଆହୁରି ଉଡ଼ାଇ ଦେବ। ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପରେ ତୁମେ ଆଶ୍ୱସ୍ତିର ନିଶ୍ୱାସ ନେବ। ଯଦି ମୁଁ ଏହା ଜାଣିନଥାନ୍ତି ତେବେ ବହୁତ ଡେରି ହୋଇଯାଇଥାନ୍ତା। ଜୀବନ ସମସ୍ତଙ୍କୁ ପରୀକ୍ଷା କରେ। ଭଗବାନ ସମସ୍ତଙ୍କର କାର୍ଯ୍ୟ ଦେଖନ୍ତି, କିନ୍ତୁ ଯେଉଁମାନେ ପବିତ୍ର ହୃଦୟର, ସେମାନେ ସବୁବେଳେ ଅନ୍ୟମାନଙ୍କର ଭଲ କରନ୍ତି, ଗାଈ ମାତାଙ୍କ ସେବା କରନ୍ତି ଏବଂ ଦିନରାତି କାହାକୁ ଖରାପ କଥା କୁହନ୍ତି ନାହିଁ। ଭଗବାନ ସେମାନଙ୍କ ସହିତ କିଛି ଖରାପ ହେବା ପୂର୍ବରୁ ସେମାନଙ୍କୁ ଏକ ସଂକେତ ଦିଅନ୍ତି। ଯେତେବେଳେ ଏପରି ଲୋକଙ୍କ ସହିତ କିଛି ଖରାପ ହେବାକୁ ଯାଏ, ଭଗବାନ ସେମାନଙ୍କୁ କୌଣସି ମାଧ୍ୟମରେ ଅଟକାନ୍ତି। ଆଜିର ଭିଡିଓ ହେଉଛି ତୁମ ପାଇଁ ସେହି ସଂକେତ। ଏହାକୁ ଭଗବାନଙ୍କ ପ୍ରସାଦ ବୋଲି ବିବେଚନା କରନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ଗ୍ରହଣ କରନ୍ତୁ, କାରଣ ମୁଁ ଆପଣଙ୍କୁ ଏପରି କଥା କହିବାକୁ ଯାଉଛି ଯାହା ଆପଣଙ୍କ ଭବିଷ୍ୟତରେ ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହେବ। ଗୁରୁଜୀଙ୍କ ଭବିଷ୍ୟବାଣୀକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଆପଣଙ୍କ ଜୀବନରେ ଏକ ବିରାଟ ମହାଭାରତ ଆରମ୍ଭ ହେବାକୁ ଯାଉଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡିଓକୁ ନିଶ୍ୱାସ ତ୍ୟାଗ କରି ଦେଖନ୍ତୁ ଏବଂ ଆପଣ ଯାହା କରନ୍ତି, ଯେଉଁମାନେ ବାଗେଶ୍ୱର ବାଲାଜୀଙ୍କ ପ୍ରକୃତ ଭକ୍ତ, ଦୟାକରି ଏହି ଭିଡିଓକୁ ବିଳମ୍ବ ନକରି ଲାଇକ୍ କରନ୍ତୁ ଏବଂ ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଆବେଦନ ଶୀଘ୍ର ଗ୍ରହଣ କରାଯାଉ, ତେବେ କମେଣ୍ଟ ବାକ୍ସରେ 3 ଥର ଜୟ ସପ୍ତାହ ଲେଖନ୍ତୁ ଏବଂ ବାର୍ତ୍ତାଟି ହେଉଛି ସପ୍ତାହ 44444444444444444 ବଜରଙ୍ଗ ବଳି। ଆପଣଙ୍କୁ ଶୀଘ୍ର ଡକାଯିବ। କିଛି ସମୟ ଧରି ଆପଣ ରାତିରେ ଶାନ୍ତିରେ ଶୋଇପାରୁନାହାନ୍ତି। ହଠାତ୍ ରାତି 2:00ରୁ ସକାଳ 5:00 ମଧ୍ୟରେ ଆପଣ ଉଠିପଡ଼ନ୍ତି ଏବଂ ଅତୀତର କିଛି ପୁରୁଣା ସ୍ମୃତି ବିଷୟରେ ଚିନ୍ତା କରନ୍ତି। ଆପଣ ଅତୀତରେ କରିଥିବା ଭୁଲ ବିଷୟରେ ଚିନ୍ତା କରନ୍ତି, ଯାହା ଯୋଗୁଁ ଆଉ ଗୋଟିଏ କିମ୍ବା 2 ଘଣ୍ଟା ନଷ୍ଟ ହୁଏ। ତାପରେ ଆପଣ ସକାଳେ ବିଳମ୍ବରେ ଉଠିପଡ଼ନ୍ତି। ତୁମର ଦୈନନ୍ଦିନ ଜୀବନଶୈଳୀ ଏପରି ହୋଇଗଲାଣି ଯେ ତୁମ ମନରେ ବିଭିନ୍ନ ନକାରାତ୍ମକ ଚିନ୍ତାଧାରା ଆସିଗଲାଣି ଯେ ମୁଁ ଇଚ୍ଛା କରୁଛି ଯେ ଏହା ମୋ ସହିତ ହୋଇଥାନ୍ତା, ମୁଁ ଇଚ୍ଛା କରୁଛି ଯେ ମୁଁ ଏହା କରିନଥାନ୍ତି। ମୋଟାମୋଟି ଭାବରେ ତୁମ ଜୀବନ ଅନେକ ଜଟିଳତାରେ ଫସିଗଲାଣି। ଯଦି କେହି ତୁମକୁ ଟିକିଏ ସାହସ ଦିଅନ୍ତି, ତୁମେ ଭଲ ଅନୁଭବ କର, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ବ୍ୟକ୍ତି ମଧ୍ୟ ଠକ ବୋଲି ଜଣାପଡ଼େ। ତୁମେ ଜଣେ ବାବାଙ୍କୁ ଭେଟିବ ଏବଂ ସେ ତୁମକୁ କିଛି ଗୁପ୍ତ ସମାଧାନ କହିବେ, ତେବେ ତୁମେ ବହୁତ ଖୁସି ଅନୁଭବ କରିବ ଯେ ଏହି ସମାଧାନ ସହିତ, ଏହି ତାବିଜ ସହିତ, ଏହି ରୀତି ସହିତ ମୋର ସମସ୍ୟା ଶେଷ ହୋଇଯିବ। ଏହା ଘଟେ, କିନ୍ତୁ ତୁମେ କେବେ ଫଳାଫଳ ପାଇବ ନାହିଁ। କ'ଣ ତୁମ ସହିତ ମଧ୍ୟ ଏପରି କିଛି ଘଟୁଛି? ଦୟାକରି ତଳେ ମନ୍ତବ୍ୟ ବିଭାଗରେ ମୋତେ କୁହ। ହଁ ଗୁରୁଜୀ, ଏହା ମୋ ସହିତ ଘଟୁଛି।
ତେଣୁ ମୁଁ ନିଶ୍ଚିତ ଭାବରେ ତୁମକୁ ସମାଧାନ କହିବି। କିନ୍ତୁ ତା ପୂର୍ବରୁ ମୁଁ ତୁମକୁ କହିବାକୁ ଚାହୁଁଛି ଯେ ଏହା ତୁମ ଜୀବନରେ ବାରମ୍ବାର କାହିଁକି ଘଟୁଛି। ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ରାହୁ ଏବଂ କେତୁ। ଏହା ସହିତ ତୁମର କୁଣ୍ଡଳୀରେ ଶନି ପୂର୍ବ ଅପେକ୍ଷା ଦୁର୍ବଳ ମନେ ହୁଏ। ତୁମେ ଜାଣିଶୁଣି କିମ୍ବା ଅଜାଣତରେ କୌଣସି ପାପ କରିଛ କି? ତୁମେ କାହାକୁ ଆଘାତ ଦେଇଛ କିମ୍ବା କାହାକୁ କିଛି ଭୁଲ କରିବାକୁ ବାଧ୍ୟ କରିଛ କିମ୍ବା ଏହି ରୂପରେ ତୁମେ ଯେଉଁ ଅନୁତାପର ସମ୍ମୁଖୀନ ହେଉଛ, ମୁଁ ତୁମକୁ ଗୋଟିଏ ଗୋଟିଏ କରି କହିବି। ତୁମ ମନର ସମସ୍ତ ଦ୍ୱନ୍ଦ୍ୱ ଶେଷ ହୋଇଯିବ। ତୁମ ମନର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତୁମକୁ ମିଳିବ। କିନ୍ତୁ ଏହି ଭିଡିଓକୁ ଅଧା ସମାପ୍ତ ନକରି ଛାଡ଼ିଦିଅ, ନଚେତ୍ ତୁମେ ସମ୍ପୂର୍ଣ୍ଣ ଜ୍ଞାନ ପାଇବ ନାହିଁ। ଅନେକ ଲୋକ ତଳେ ମନ୍ତବ୍ୟ ଦେଇ କହୁଛନ୍ତି, ଗୁରୁଜୀ, ଆମେ ଏହି ଜିନିଷ ବୁଝିପାରିଲୁ ନାହିଁ, ଆମେ ସେହି ଜିନିଷ ବୁଝିପାରିଲୁ ନାହିଁ। ତୁମେ ସମ୍ପୂର୍ଣ୍ଣ ଭିଡିଓ ଦେଖିବ, ତାପରେ ହିଁ ତୁମେ ସମାଧାନ ପାଇବ, ତାପରେ ହିଁ ତୁମେ ସମ୍ପୂର୍ଣ୍ଣ ସୂଚନା ବୁଝିବ। ତେଣୁ ପ୍ରଥମତଃ କିଛି ସମୟ ଧରି ଜୀବନରେ ଏତେ ବାଧା କାହିଁକି ଆସିଛି? ଟଙ୍କା କାହିଁକି ରହୁନାହିଁ? ବିଭିନ୍ନ ପ୍ରକାରର ଜୀବନରେ କାହିଁକି ସମସ୍ୟା ଅଛି? ପ୍ରଥମ କାରଣ ହେଉଛି ରାହୁଙ୍କ ଦୁର୍ବଳତା। ରାହୁର ଦୁର୍ବଳତା ଆପଣଙ୍କ ଜୀବନରେ ଟଙ୍କା ଆସିବାକୁ ବାଧା ଦେଉଛି ଏବଂ ଯଦି କୌଣସି ପ୍ରକାରେ ଟଙ୍କା ଆସେ, ତେବେ ପରେ କ'ଣ ହୁଏ? ହଠାତ୍ କିଛି ହସ୍ପିଟାଲ ଖର୍ଚ୍ଚ ଆସିଯାଏ, ହଠାତ୍ ଜୀବନରେ କାହାକୁ ଟଙ୍କା ଧାର ଦେବାକୁ ପଡ଼ିଥାଏ ଏବଂ ଟଙ୍କା ଆପଣଙ୍କ ହାତରୁ ଚାଲିଯାଏ। ମୋତେ କୁହନ୍ତୁ, ଆପଣ କ'ଣ ହଠାତ୍ ବାରମ୍ବାର ଭୟଭୀତ ହୁଅନ୍ତି? ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ଯେ ଏହା ମୋ ସହିତ ହୋଇପାରେ, ଏହା ମୋ ସହିତ ହୋଇପାରେ। ଆପଣ କେତେବେଳେ ବହୁତ ଚୁପ୍ ରୁହନ୍ତି କିନ୍ତୁ ତଥାପି ଆପଣ କାହା ସହିତ ଝଗଡ଼ା କରନ୍ତି। ଆପଣଙ୍କର କାମ କରିବାକୁ ଇଚ୍ଛା ହୁଏ ନାହିଁ, ସ୍ଥିରତା ନାହିଁ। ଆପଣ ବାରମ୍ବାର ଚାକିରି ବଦଳାଇବାକୁ ଇଚ୍ଛା କରନ୍ତି। ତେବେ ଏହା ନିଶ୍ଚିତ ଯେ ଆପଣଙ୍କ କୁଣ୍ଡଳୀରେ ରାହୁ ଦୁର୍ବଳ ହୋଇଯାଇଛି। ଏବେ ପ୍ରଶ୍ନ ଉଠେ ଯେ ଆମେ ଆମ ଜୀବନରେ ଏପରି କ'ଣ କରୁ ଯାହା ଯୋଗୁଁ ଆମର ରାହୁ ଦୁର୍ବଳ ହୋଇଯାଏ? ଏହା ଜାଣିବା ବହୁତ ଜରୁରୀ। ତେଣୁ ସର୍ବପ୍ରଥମେ ଅନେକ ଲୋକ ବିଭିନ୍ନ ପ୍ରକାରର ନିଶା ସେବନ କରନ୍ତି, କିଛି ମାଂସ, କିଛି ମଦ, କିଛି ସିଗାରେଟ୍। ଲୋକମାନେ ବିଭିନ୍ନ ପ୍ରକାରର ନିଶା ସେବନ କରନ୍ତି। ରାହୁ ଏପରି ନିଶାରେ ଦୁର୍ବଳ ହୋଇଯାଏ। ତେଣୁ ଆପଣଙ୍କୁ ପ୍ରଥମେ ଏହି ଜିନିଷଗୁଡ଼ିକରୁ ଦୂରେଇ ରହିବା ଉଚିତ। ଦୂରେଇ ରହିବା ମାତ୍ରେ ଆପଣଙ୍କୁ ଭଲ ଫଳ ମିଳିବ। ଆପଣଙ୍କୁ ଏହା ଲେଖି ରଖିବା ଉଚିତ। ଏହା ସହିତ ଯେତେବେଳେ ଅନେକ ଲୋକ କଠିନ ପରିଶ୍ରମ କରି ଅଧିକ ଟଙ୍କା ରୋଜଗାର କରିପାରିବେ ନାହିଁ, ସେତେବେଳେ ସେମାନେ କ'ଣ ଭାବନ୍ତି? ଆସନ୍ତୁ କ୍ରିକେଟରେ ଟଙ୍କା ନିବେଶ କରିବା, ଆସନ୍ତୁ ଜୁଆ ଖେଳିବା, ଏହା ଆମକୁ କିଛି ଦିନ ମଧ୍ୟରେ ଧନୀ କରିଦେବ। କିନ୍ତୁ ଆପଣଙ୍କର ଭାଗ୍ୟ ଏପରି ଯେ ଆଜି ପୂର୍ବରୁ ଯେତେବେଳେ ଆପଣ ଭୁଲ ସ୍ଥାନରୁ ଅବୈଧ ଉପାୟ କିମ୍ବା ସର୍ଟକଟ୍ ମାଧ୍ୟମରେ ଟଙ୍କା ରୋଜଗାର କରିବା ବିଷୟରେ ଚିନ୍ତା କରିଛନ୍ତି, ଆପଣଙ୍କର ଟଙ୍କା ହରାଇଛନ୍ତି। କାରଣ ଆପଣଙ୍କ ଭାଗ୍ୟରେ ଲେଖାଯାଇଛି ଯେ କେବଳ କଷ୍ଟ ଅର୍ଜିତ ଟଙ୍କା ଆପଣଙ୍କୁ ଲାଭ ଦେବ। ଏହାର ଅର୍ଥ ହେଉଛି ଯେଉଁମାନେ ଭୁଲ ଉପାୟରେ ଟଙ୍କା ରୋଜଗାର କରନ୍ତି ସେମାନଙ୍କର ରାହୁ ମଧ୍ୟ ଦୁର୍ବଳ ହୋଇଯାଏ। ତେଣୁ ଏହି ଭୁଲ କରନ୍ତୁ ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଅଧିକାର ହଡପ କରିବାକୁ ଭାବନ୍ତି, କଠିନ ପରିଶ୍ରମ ସେମାନଙ୍କର ବୋଲି ଭାବନ୍ତି। ମୁଁ ଲୋକମାନଙ୍କୁ କହିବି ଯେ ମୁଁ ଏସବୁ କରିଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ଗୁଜବ ପ୍ରଚାର କରନ୍ତି ଏବଂ ଅନ୍ୟମାନଙ୍କୁ ଠକନ୍ତି, ସେମାନେ ମଧ୍ୟ ରାହୁଙ୍କୁ ଦୁର୍ବଳ କରନ୍ତି। ତେଣୁ ଆପଣ ବହୁତ ସତର୍କ ରହିବା ଉଚିତ। ଆମେ ପରେ କେତୁ ବିଷୟରେ ମଧ୍ୟ ଆଲୋଚନା କରିବୁ ଏବଂ ଆପଣଙ୍କ କୁଣ୍ଡଳୀରେ ଶନିଦେବ କାହିଁକି ଦୁର୍ବଳ ଦେଖାଯାନ୍ତି, ମୁଁ ଆପଣଙ୍କୁ ପ୍ରତ୍ୟେକ ବିବରଣୀ ବୁଝାଇବି। କିନ୍ତୁ ଏହା ପୂର୍ବରୁ ଗୁରୁଜୀ ଏହିପରି ଭିଡିଓ ତିଆରି କରିବାରେ ବହୁତ ଚେଷ୍ଟା କରନ୍ତି। ଯଦି ଆପଣ ଏହି ଭିଡିଓକୁ ଏକ ଛୋଟ ଲାଇକ୍ ମଧ୍ୟ ଦିଅନ୍ତି, ତେବେ ଗୁରୁଜୀଙ୍କ ସମସ୍ତ କଠିନ ପରିଶ୍ରମ ସଫଳ ହେବ। ଏବେ ଯଦି ଆପଣ ଆପଣଙ୍କ କୁଣ୍ଡଳୀରେ ରାହୁଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି, ଯଦି ରାହୁ ଶକ୍ତିଶାଳୀ ହୁଏ, ତେବେ ଟଙ୍କା ଆସିବା ଆରମ୍ଭ ହେବ। ଯଦି ରାହୁ ଶକ୍ତିଶାଳୀ ହୁଏ, ତେବେ ହସ୍ପିଟାଲ ବିଲ୍ ଆସିବା ବନ୍ଦ ହୋଇଯିବ। ଘରେ ଶାନ୍ତି ଏବଂ ସୁଖ ରହିବ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକମାନେ ଆପଣଙ୍କୁ ସମ୍ମାନ ଦେବା ଆରମ୍ଭ କରିବେ। ଏବଂ କୁଣ୍ଡଳୀରେ ରାହୁ ଶକ୍ତିଶାଳୀ ହୁଏ। ଛୋଟ କାମ କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ହଜାର ହଜାର ଏବଂ ଲକ୍ଷେ ଟଙ୍କା ଖର୍ଚ୍ଚ ହେବ ନାହିଁ। ଯଦି ଆପଣ ଆପଣଙ୍କ ରାସ୍ତାରେ କୁକୁର, ଗାଈ କିମ୍ବା କୌଣସି ପଶୁ ଦେଖନ୍ତି,
ତେବେ ଆପଣଙ୍କୁ କେବଳ ତାକୁ ଖାଇବାକୁ ଦେବାକୁ ପଡ଼ିବ। କଳା କୁକୁରର ବିଶେଷ ମହତ୍ ଅଛି, କିନ୍ତୁ ଯଦି ଆପଣ କୌଣସି ପ୍ରାଣୀକୁ ଦେଖନ୍ତି ତେବେ ତାହାକୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ। ବିଶେଷତଃ ମଙ୍ଗଳବାର ଏବଂ ଶନିବାର ଦିନ। ଗୋଟିଏ ମାସ ମଧ୍ୟରେ ଆପଣଙ୍କର ରାହୁ ଶକ୍ତିଶାଳୀ ହୋଇଯିବ। ଯଦି ସମ୍ଭବ ହୁଏ ରାସ୍ତାରେ ଜଣେ ଗରିବ କିମ୍ବା ଅସହାୟ ବ୍ୟକ୍ତିଙ୍କୁ ଦେଖନ୍ତୁ, ସାହାଯ୍ୟ କରନ୍ତୁ। ଧରନ୍ତୁ ଯେ ଆପଣଙ୍କ ଜଣାଶୁଣା କେହି ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ସମ୍ପର୍କୀୟ ଅଛନ୍ତି କିମ୍ବା ପରିବାରର କୌଣସି ସଦସ୍ୟ ଅଛନ୍ତି ଏବଂ ତାଙ୍କୁ ଟଙ୍କାର ଆବଶ୍ୟକତା ଅଛି। ନିରାଶ ହୁଅନ୍ତୁ ନାହିଁ। ଯଥାସମ୍ଭବ ଦେଇ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଏହା ଆପଣଙ୍କ କୁଣ୍ଡଳୀରେ ରାହୁକୁ ଶକ୍ତିଶାଳୀ କରିବ ଏବଂ ଆପଣ ଅନୁଭବ କରିବେ ଯେ ସବୁଠି କାମ ହେବା ଆରମ୍ଭ ହୋଇଛି। ଆପଣ ସବୁ ସ୍ଥାନରୁ ସମ୍ମାନ ପାଇବେ ଏବଂ ସମସ୍ତେ ଆପଣଙ୍କୁ ଭୁଲିଯିବେ। ଏବେ ପ୍ରଶ୍ନ ଉଠୁଛି, କିଛି ସମୟ ଧରି ଆପଣଙ୍କ ଜୀବନରେ ମାନସିକ ଅଶାନ୍ତି କାହିଁକି ସୃଷ୍ଟି କରୁଛି? ମୁଁ କହୁଛି, ଆପଣ ରାତିରେ ଶୋଇପାରୁନାହାନ୍ତି, ଆପଣ କାମ କରିବାକୁ ଇଚ୍ଛା କରୁନାହାନ୍ତି, ଆପଣ ଭବିଷ୍ୟତ ବିଷୟରେ ଅତ୍ୟଧିକ ଚିନ୍ତିତ। ଏହାର ସରଳ ଅର୍ଥ ହେଉଛି ଯେ ରାହୁ ସହିତ କେତୁ ମଧ୍ୟ ଆପଣଙ୍କ କୁଣ୍ଡଳୀରେ ଦୁର୍ବଳ ହୋଇଯାଇଛି। ଏବେ କେତୁ କିପରି ଦୁର୍ବଳ ହୋଇଗଲେ ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗୁରୁଜୀ ଆପଣଙ୍କୁ ଏପରି କଥା କହିବାକୁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଅହଙ୍କାର ଏବଂ ଗର୍ବ ମାଧ୍ୟମରେ ଜୀବନରେ ଟଙ୍କା, ଖ୍ୟାତି ଏବଂ ସମ୍ମାନ ଆସେ, ସେମାନେ ନିଶ୍ଚିତ ଭାବରେ ସେମାନଙ୍କ ସହିତ ଟିକେ ଗର୍ବ ନେଇଯାଆନ୍ତି। ରାବଣ ବହୁତ ଅହଙ୍କାରୀ ଥିଲା, ତା ଭିତରେ ଏତେ ଗର୍ବ ଥିଲା। ଗୋଟିଏ ପରେ ଗୋଟିଏ ତା ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଗଲା, କିନ୍ତୁ ସେ ଏପର୍ଯ୍ୟନ୍ତ ଜାଣିପାରିଲା ନାହିଁ ଯେ ସେ ଭଗବାନଙ୍କୁ ଗ୍ରହଣ କରୁଛି। ଏବଂ ଶେଷରେ ଯାହା ଘଟିଲା ତାହା ହେଲା ଯେ ସେହି ଦତ୍ତମୁଖୀ ରାବଣ ମଧ୍ୟ ତା ଅହଙ୍କାରରେ ମୃତ୍ୟୁବରଣ କଲା। ତେଣୁ ଆମେ ସାଧାରଣ ମଣିଷ, ତେଣୁ ତୁମେ ମନେ ରଖିବା ଉଚିତ ଯେ କେତେବେଳେ ଆମେ କିଛି କିଣୁ, କିଛି ବଡ଼ ଦେଖେଇ ଦେଉ ଏବଂ ତାପରେ ଲୋକଙ୍କ ଆଗରେ ଗର୍ବ କରୁ, ସେହି ଅହଙ୍କାର ଆମର କ୍ଷେତକୁ ଦୁର୍ବଳ କରିଦିଏ। କିଛି ଲୋକ ପୂର୍ବରୁ ବହୁତ ପୂଜା କରୁଥିଲେ ଏବଂ ବହୁତ ପ୍ରାର୍ଥନା କରୁଥିଲେ, ଦିନରାତି ମନ୍ଦିରରେ ରହୁଥିଲେ। ଏବେ ସେମାନେ ହଠାତ୍ ଏକ ଚାକିରି ପାଇଲେ ଏବଂ ହଠାତ୍ ବ୍ୟସ୍ତ ହୋଇଗଲେ। ହୁଏତ ସେମାନେ ପ୍ରାର୍ଥନା କରିବା ଏବଂ ମନ୍ଦିର ଯିବା ବନ୍ଦ କରିଦିଅନ୍ତି। ସେମାନେ କୁହନ୍ତି ଯେବେଠାରୁ ସେମାନେ ଚାକିରି ପାଇଲେ ଏବଂ ସେମାନଙ୍କ ବ୍ୟବସାୟ ବଢ଼ିଲା, ସେମାନଙ୍କ ପାଖରେ ସମୟ ନାହିଁ। କିନ୍ତୁ ଏପରି ବ୍ୟସ୍ତତାର କ'ଣ ଲାଭ ଯାହା ଆପଣଙ୍କୁ ଭଗବାନଙ୍କଠାରୁ ଦୂରେଇ ନେଇଯାଏ? ଏହି କର୍ମ ଯୋଗୁଁ, ଅର୍ଥାତ୍ ପୂଜାରୁ ଦୂରେଇ ରହିବା ଏବଂ ପୁରୁଣା ପରମ୍ପରାକୁ ସମ୍ମାନ ନ ଦେବା ଯୋଗୁଁ କେତୁ ମଧ୍ୟ ଦୁର୍ବଳ ହୋଇଯାଏ। କେତେବେଳେ ପିଢ଼ି ପରେ ପିଢ଼ି ଆମ ଘରେ କିଛି ପୂଜା କରାଯାଏ, ଭୈରବ ବାବାଙ୍କୁ ପୂଜା କରାଯାଏ କିମ୍ବା ଚକି ସ୍ଥାପନ କରାଯାଏ କିମ୍ବା ମାନକରରେ ପୂଜା କରାଯାଏ, କୁଳଦେବୀଙ୍କୁ ପୂଜା କରାଯାଏ। ଏବେ ଆମେ ଆଧୁନିକତାରେ ଫସିଯାଇ ଚାକିରି କରିଥାଉ, ତେଣୁ ଆମେ ଏହି ସମସ୍ତ ରୀତିନୀତି ଏବଂ ପରମ୍ପରାକୁ ଭୁଲିଯାଉ। ଏହା ଦୁଇଟି କ୍ଷତି କରିଥାଏ। ପ୍ରଥମତଃ, ଆପଣ ସମୟ ଅନୁସାରେ ପୂଜା କରୁନଥିବାରୁ କୁଳଦେବୀ ରାଗିଯାଆନ୍ତି। ଦ୍ୱିତୀୟତଃ, କୁଣ୍ଡଳୀରେ କେତୁ ଦୁର୍ବଳ ହୋଇଯାଆନ୍ତି। ଏବେ ଯେତେବେଳେ କେତୁ ଦୁର୍ବଳ ହୋଇଯାଆନ୍ତି, ସେତେବେଳେ ଆପଣ ରାତିରେ ଶୋଇପାରନ୍ତି ନାହିଁ। ଜୀବନରେ ବିଭିନ୍ନ ପ୍ରକାରର ଉତ୍ତେଜନା ରହିଥାଏ, ଚିନ୍ତା ଲାଗି ରହିଥାଏ। ଏବେ କ'ଣ ହେବ, କିପରି ହେବ ସେ ବିଷୟରେ ମନରେ ସନ୍ଦେହ ରହିଥାଏ ଏବଂ ଆପଣ ଦିନରାତି ଚିନ୍ତିତ ରୁହନ୍ତି। ତେବେ ଆପଣ କ'ଣ କରିବା ଉଚିତ? ମୁଁ ଆପଣଙ୍କୁ ଏକ ବହୁତ ବଡ଼ ଏବଂ ଗଭୀର କଥା କହୁଛି। କେବଳ ଗୋଟିଏ ମାସ ମଧ୍ୟରେ ଆପଣଙ୍କ କୁଣ୍ଡଳୀରେ କେତୁ ଶକ୍ତିଶାଳୀ ହୋଇଯିବ। ଆପଣଙ୍କୁ କେବଳ ଘରେ କୌଣସି ମେଳା ରଖିବା ନାହିଁ। ଘର ଏବଂ ପୂଜାସ୍ଥଳ ଉଭୟକୁ ସଫା ରଖନ୍ତୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇବାର ଚିନ୍ତା ଆପଣଙ୍କ ମନରେ ନ ଆସିବା ଉଚିତ। ଅନେକ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଭାବନ୍ତି, ଏପରି ଲୋକମାନେ କେବଳ କେତୁ ନୁହେଁ ବରଂ ସେମାନଙ୍କ କୁଣ୍ଡଳୀରେ ଥିବା ଅନ୍ୟ ଗ୍ରହମାନଙ୍କୁ ମଧ୍ୟ ଦୁର୍ବଳ କରିଦିଅନ୍ତି। ଏପରି ଲୋକମାନେ ଜୀବନରେ କେବେ ବି କିଛି କରିପାରିବେ ନାହିଁ। ତେଣୁ ଆପଣଙ୍କୁ ଏକ ବହୁତ ଭଲ କାମ କରିବାକୁ ପଡ଼ିବ। ପ୍ରଥମେ, ଆପଣ କାହାକୁ ଖରାପ କହିବା ଉଚିତ ନୁହେଁ। ଆପଣଙ୍କ ଘର ସଫା ରଖନ୍ତୁ ଏବଂ ଭଗବାନ ଭୈରବଙ୍କୁ ପୂଜା କରନ୍ତୁ। ରାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ
आमे आपणंकु कला कुकुरकु खाइबाकु देबार समाधान कहिथिलु। एठारे मध्य समान समाधान काम करिब। जदि आपण कुकुरकु रुटी खुआइबे तेबे केतु मध्य शक्तिशाली होइजिब, कारण राहु एवं केतु अलगा नुहंती। सेमाने गोटी एवं समान शरीर, धड़ पृथक एवं मुंड पृथक। समाधान उभयरे समान काम करिब। असहायंकु साहाय्य करंतु, भोकिलांकु खाद्य दियंतु, पशुमानंकर सेवा करंतु एवं पशुमानंकु हैरान करिबारु बंचंतु। अनेक लोक पशुमानंकु हत्या करंती एवं हैरान करंती। एहा केतुकु मध्य दुर्बल करे। तेनु एहा उपरे विशेष ध्यान दियंतु। जदि आमे शनिदेवंक विषय कथा हेबा तेबे शनिदेवंकु काम, कठिन परिश्रम, श्रृंखला, न्याय एवं धैर्यर ग्रह बोली विवेचना करा जाए। संप्रति आपणंक कुंडली रे शनि काहींकि दुर्बल देखा जाउछि? एहा पछरे कोन कारण अछि एवं एहा जोगु आपण जीवन रे केउ समस्यार सम्मुखीन हेउछंती? मु तुमकु प्रत्येक सत्य कहिबी। मु तुमकु एपरि किछि देबाकु जाउछि जहा सुनी तुमर पाद तरु माटी खसी जिवो। तुमे एपर्यंत भिडियोटी देखिछ एवं जदि तुमे मध्य सन्थ देवंकर भक्त तेबे भिडियोटीकु अधा छाड़ी मोते असम्मान करो नाही। एहाकु शेष पर्यंत देखिबा परे तुमे एक समाधान पाइबो जहा तुमर कुंडली रे 9टी ग्रहकु संतुलित करिबो। कुंडली रे शनिको दुर्बलतार परिणाम विषय रे कहिबाकु गले बहुत कठिन परिश्रम करिबाकु पड़िथाए, किंतु फल विलंबरे मिलिथाए। जदि तुम सहित एपरि किछि घटुछि तेबे तले थिबा मंतव्य विभाग रे मोते कुह। गुरुजी, तुमे संपूर्ण ठीक कहुछ। तुमे कोन बारंबार तुमर चाकिरी परिवर्तन करिबाकु बाध्य हेउछ? हठात तुमर खर्च बढ़ी जाउछि। तुमे प्रायतः गंठी जंत्रणा अनुभव करुछ, ताहा तुमर आंठू हेउ किंबा अन्य कोनसी पिठी जंत्रणा किंबा पाद समस्या। तुमे दुर्बल एवं क्लांत रहुछ। तुमे बहुत एकाकी अनुभव करुछ। निराशा बारंबार तुम जीवन रे प्रवेश करुछि। धीरे धीरे तुमर परिवार तुमठारु दूरेई जाउछि। पुरुणा बंधु माने तुमठारु दूरेई जाउछंती एवं भूल बुझामरा बारंबार सृष्टि हेउछि। एहार सबुठारु बड़ कारण हेउछि कुंडली रे शनिको दुर्बलता। अनेक लोक एहाकु बहुत विलंबरे बुझंती, किंतु आपण बहुत भाग्यवान जे आपण समय देइछंती। आपण आपणक समस्यार समाधान खोजिबाकु जाउछंती। ध्यान देई सुनंतु। आपणक जीवनर समस्त असुविधा शेष होइजिब। आपणकु प्रथमे प्रतिदिन आपणक कार्य प्रति ध्यान देबाकु पड़िब। शनिदेव हेउछंती कर्मफलर दाता। जदि आपण भल काम करंती तेबे आपण भल फल पाइबे। एवं सबुठारु गुरुत्वपूर्ण कथा हेउछि काहाकु ठकंतु नाही, कारण शनिदेव सेमानंकु मिछ कहिबा किंबा काहार आशा सहित खेलिबाकु पसंद करंती नाही। कठिन एवं सच्चोट भावरे परिश्रम करंतु एवं सबुठारु गुरुत्वपूर्ण कथा हेउछि समयानुवर्ती हुअन्तु। अनेक लोक अछंती जेउमाने समय पालन करंती नाही। सेमाने दिन राति अनावश्यक काम करी मोबाइल फोन व्यवहार करी बिताई दियंती। जदि आपण सेमानंकु किछि कुहंती तेबे सेमाने एहाकु आसंता काली पई स्थगित रखंती। समय एवं शनिदेव उभय आपणक जीवन रे परीक्षा, तेणु सबु किछि समय अनुसारे करंतु। शनिदेव मध्य आपणक उपरे प्रसन्न हेबे। एबे मु किछि प्रतिकार बांटिबाकु चाहूछि। एही प्रतिकार गुड़िक आपणक जीवन रे एक बड़ महाभारत घटिबाकु रोकी पारिबो। आपणंकु केवल एही प्रतिकार गुड़िकु बहुत ध्यान सहित सुनिबाकु पड़िबो। एही उपचार गुड़िक आपणंकु बड़ असुविधारु रक्षा करि पारिबो एवं जीवन रे आपण जहा चाहिबे ताहा पाई पारिबो। आपणंक घरर मुख्य द्वारे जेउठारे लोकमाने प्रवेश करंती सेठारे आपण एक घोड़ा नाल टांगिबा उचित। एहाकु रखिबा उचित कारण एहा शनि ग्रह सहित जडित बोली विश्वास करा जाए। आपणंक घरर मुख्य द्वारे एक घोड़ा नाल रखिबाकु निश्चित करंतु। एवं जदि संभव हुए आपणंक घर चारिपाखरे जेउठारे पिपल किंबा बट गछ अछि आपण प्रतिदिन सेही गछकु जल अर्पण करिबा उचित। एहा शनि ग्रहकु प्रसन्न करे। सबुठारु गुरुत्वपूर्ण कथा हेउछि
ଯଦି ଏପରି କୌଣସି ଗଛ ନାହିଁ ତେବେ ଆପଣ ନିଜେ ଗୋଟିଏ ଗଛ ଲଗାଇ ଏହାର ସେବା ଆରମ୍ଭ କରିପାରିବେ। ଯେତେବେଳେ ଶନିବାର ଆସେ ଆପଣ ଲୋକମାନଙ୍କୁ ଜୋତା ଏବଂ ଚପଲ ଦାନ କରିବା ଉଚିତ। ଏହାକୁ ଶନିଙ୍କୁ ଶକ୍ତିଶାଳୀ କରିବାର ସର୍ବୋତ୍ତମ ଉପାୟ ବୋଲି ବିବେଚନା କରାଯାଏ। ଯଦି ଆମେ ଦେଇଥିବା ସଂକେତଗୁଡ଼ିକ ଆପଣଙ୍କ ଜୀବନରେ ଘଟୁଛି ତେବେ ଆପଣ ପ୍ରତି ମଙ୍ଗଳବାର ଏବଂ ଶନିବାର ହନୁମାନ ଚାଳିଶା ପାଠ କରିବା ଆରମ୍ଭ କରିବା ଉଚିତ। ଏହା ଆପଣଙ୍କୁ ତୁରନ୍ତ ଲାଭ ଦେବ। ଏବେ ଗୁରୁଜୀ ଆପଣଙ୍କୁ ଏହି ଶୁଭ ଖବର ବିଷୟରେ କହିବାକୁ ଯାଉଛନ୍ତି ଯେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ଏହା ଏକ ବହୁତ ବଡ଼ ଭବିଷ୍ୟବାଣୀ। ଧ୍ୟାନ ଦେଇ ଶୁଣନ୍ତୁ। ପ୍ରତ୍ୟେକ କଷ୍ଟ ଶେଷ ହୁଏ। କଠିନ ପରିଶ୍ରମର ଫଳ ଯଦି ବିଳମ୍ବରେ ହୁଏ ନିଶ୍ଚିତ ଭାବରେ ପ୍ରାପ୍ତ ହୁଏ। ଯେଉଁମାନେ ଲୋକଙ୍କଠାରୁ ଆଶା କରନ୍ତି ସେମାନେ କେବଳ ଠକାମି ପାଆନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କଠାରୁ ଆଶା କରନ୍ତି ସେମାନେ ନିଶ୍ଚିତ ଭାବରେ ଭଲ ଫଳାଫଳ ପାଇବେ, ଯଦି ଆଜି ନୁହେଁ ତେବେ କାଲି। ଏବଂ ମନେ ରଖନ୍ତୁ, ଭାଗ୍ୟ କେବେ ବଦଳିପାରେ ନାହିଁ। ଆପଣଙ୍କୁ ଜୀବନରେ ଏକ ବଡ଼ ସୁଯୋଗ ମିଳିବାର ସମ୍ଭାବନା ଅଛି। ସଠିକ ସମୟରେ ସଠିକ ନିଷ୍ପତ୍ତି ନେବା ଏବଂ ସଠିକ ଯୋଜନା କରିବାରେ ବିଳମ୍ବ ହୁଏ। ଆପଣଙ୍କ ଜୀବନର ସମ୍ପୂର୍ଣ୍ଣ ଦିଗ ବଦଳିଯିବ। ଆପଣ ଏହା ଲେଖି ରଖନ୍ତୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମୟ ଆସୁଛି ଏବଂ ଖୁବ୍ ଶୀଘ୍ର ଆପଣଙ୍କର ସମୟ ମଧ୍ୟ ଆସିବ। ଯଦି ଆପଣ ଆଜିର ଭିଡିଓରେ 3ଟି ଗ୍ରହ ବିଷୟରେ ଆମେ ଆପଣଙ୍କୁ କହିଥିବା ନିୟମ ଏବଂ କଥାଗୁଡ଼ିକୁ ପାଳନ କରନ୍ତି ତେବେ ଆପଣଙ୍କ ଜୀବନରେ ଏକ ବଡ଼ ସୁଯୋଗ ଆସିବ, କିନ୍ତୁ ସେହି ସମୟ ମଧ୍ୟରେ ନିଷ୍ପତ୍ତି ନେବାରେ ସଂକୋଚ କରନ୍ତୁ ନାହିଁ। ଏହି ଦୁନିଆରେ ଅନେକ ଲୋକ ଅଛନ୍ତି ଯେତେବେଳେ ନିଷ୍ପତ୍ତି ନେବାର କଥା ଆସେ ସେମାନେ ତୁରନ୍ତ ନିଜ ସମ୍ପର୍କୀୟଙ୍କୁ ଫୋନ କରି ପଚାରିଥାନ୍ତି ଯେ ସେମାନେ କ'ଣ କରିବା ଉଚିତ, କିନ୍ତୁ ସେମାନେ ନିଜ ଅଭିଜ୍ଞତା ଉପରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ନିଜ ହୃଦୟର କଥା ଶୁଣନ୍ତି ନାହିଁ। ତେଣୁ ଆପଣଙ୍କୁ ନିଜର ନିଷ୍ପତ୍ତି ନିଜେ ନେବାକୁ ପଡ଼ିବ। ଏହା ହେଉଛି ସଠିକ ନିଷ୍ପତ୍ତି ଏବଂ ସମୟ ସହିତ ଆପଣଙ୍କୁ ସଂକୋଚ କରିବା ଉଚିତ ନୁହେଁ। ଆପଣଙ୍କୁ ଯାହା କରିବାକୁ ପଡ଼ିବ ତାହା ତୁରନ୍ତ ସଠିକ ସମୟରେ କରନ୍ତୁ। ଏହା ମନେ ରଖନ୍ତୁ, ଆପଣଙ୍କର କଠିନ ପରିଶ୍ରମର ଫଳ ଯଦିଓ ବିଳମ୍ବ ହୁଏ ନିଶ୍ଚିତ ଭାବରେ ମିଳିବ। ଆପଣ ଏବେ ଆପଣଙ୍କର କଠିନ ପରିଶ୍ରମର ଫଳ ପାଇବେ। ଜୀବନରେ ଆପଣ ଯେତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସମୟ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ, କାରଣ ପରିବର୍ତ୍ତନ ପ୍ରକୃତିର ନିୟମ। ଖରାପ ସମୟ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ। ଦାରିଦ୍ର୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ। ପରିବର୍ତ୍ତନ ଆପଣଙ୍କ ଜୀବନରେ ପରବର୍ତ୍ତୀ ମୋଡ଼ ଆଣିବାକୁ ଯାଉଛି। କେବଳ ନିଶ୍ଚିତ କରନ୍ତୁ ଯେ ଆପଣ ଅନ୍ୟ କାହାର ଜୀବନରେ ଖୁସି ଆଣିବାରେ ବିଳମ୍ବ କରନ୍ତୁ ନାହିଁ। ଧରାଯାଉ ଆପଣଙ୍କ ଘରେ ପତ୍ନୀ ଅଛନ୍ତି, କାମରୁ ଘରକୁ ଫେରିବା ସମୟରେ ତାଙ୍କୁ ଏକ ପ୍ରିୟ ଜିନିଷ ଆଣନ୍ତୁ। ଯଦି ଆପଣଙ୍କର ବୃଦ୍ଧ ପିତାମାତା ଅଛନ୍ତି ତେବେ ସେମାନଙ୍କୁ ପଚାରନ୍ତୁ ଯେ ସେମାନଙ୍କ ଜୀବନରେ କ'ଣ ହଜିଛି ଏବଂ ସେହି ଅଭାବକୁ ଦୂର କରନ୍ତୁ। ସେମାନଙ୍କର ଆଶୀର୍ବାଦ, ସେମାନଙ୍କର ଖୁସି ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଦେବ। ଆପଣଙ୍କ ପଡ଼ୋଶୀର ଛୋଟ ପିଲାମାନଙ୍କ ପାଇଁ ଚକୋଲେଟ୍ ଆଣନ୍ତୁ। ସେମାନଙ୍କ ପାଇଁ କିଛି ଆଣନ୍ତୁ। ଏଗୁଡ଼ିକ ଛୋଟ ଛୋଟ କଥା, ଏଗୁଡ଼ିକ ଗୁପ୍ତ ଉପଚାର, ଏଗୁଡ଼ିକ ଆପଣଙ୍କ ଭାଗ୍ୟକୁ ଉନ୍ନତ କରନ୍ତି। ଶନିଦେବଙ୍କ ଆଶୀର୍ବାଦ ପାଇ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଥାଏ ଏବଂ ଜୀବନରେ ଗୋଟିଏ ପରେ ଗୋଟିଏ ନୂତନ ଆରମ୍ଭକୁ ଜନ୍ମ ଦେଇଥାଏ, କାରଣ ଭଗବାନଙ୍କ ଘରେ ବିଳମ୍ବ ହୁଏ କିନ୍ତୁ ଅନ୍ଧାର ନାହିଁ। ଆପଣଙ୍କ ଗ୍ରହ ସ୍ଥିତି ଅନୁସାରେ ବୃହସ୍ପତି ବର୍ତ୍ତମାନ ଆପଣଙ୍କ ପ୍ରତି ବିଶେଷ ଦୟାଳୁ। ତେଣୁ ବର୍ତ୍ତମାନ ଅଟକି ରହିଥିବା କାମ ଧୀରେ ଧୀରେ ସମାପ୍ତ ହେବା ଆରମ୍ଭ କରିବ, କିନ୍ତୁ ଆପଣଙ୍କୁ ଆପଣଙ୍କ କୁଣ୍ଡଳୀରେ ରାହୁ, କେତୁ ଏବଂ ଶନିଙ୍କୁ ଶକ୍ତିଶାଳୀ କରିବାକୁ ପଡ଼ିବ। ଆମେ ଆପଣଙ୍କୁ ଏହାର ସମାଧାନ ପୂର୍ବରୁ କହିଛୁ। ଆପଣଙ୍କୁ ନୂତନ କାମ ମିଳିବ, ନୂତନ ସୁଯୋଗ ମିଳିବ, ପରିବାରରେ ଏକ ଖୁସିର ପରିବେଶ ସୃଷ୍ଟି ହେବ। ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ ଯେ ଏବେ କିଛି ଭଲ ହୋଇପାରେ। ଏହି ଆତ୍ମବିଶ୍ୱାସ ଆପଣଙ୍କୁ ସଫଳତାର ଦ୍ରଦେଶରେ ରଖିବ। ଶନି ବର୍ତ୍ତମାନ ଦୁର୍ବଳ ଦେଖାଯାଇପାରେ, କିନ୍ତୁ ଏହା ଆପଣଙ୍କୁ ଶକ୍ତିଶାଳୀ କରିବ ଏବଂ ଏହାପରେ ଆପଣଙ୍କୁ ଯେଉଁ ସଫଳତା ମିଳିବ ତାହା ସାଧାରଣ ନୁହେଁ। ଏହା ସାଧାରଣ ନୁହେଁ, ଏହା ଏକ ଅତ୍ୟନ୍ତ ସ୍ଥାୟୀ ସଫଳତା ହେବ। ବର୍ତ୍ତମାନ କଠିନ ପରିଶ୍ରମର ସମୟ। ବର୍ତ୍ତମାନ ସମସ୍ୟାର ସମୟ ହୋଇପାରେ,
किंतु आपण निश्चित भावरे देखिथिबे जे हीरा एपरी भावरे तैयारी हुए नाही। केते गरम एवं प्रतिघात सहिबाकू पड़िबो तापरे ही एक हीरा तैयारी हुए एवं तुमे मध्य शीघ्र एक हेबाकू जाउछ। शनिदेव तुमकू एक हीरा तैयारी करिबाकू जाउछंती। केवल मने रख जे तुमकू निजकू गोटिए कथा बुझाइबाकू पड़िबो जे एबे मु जहाँ मोर हृदय चाहूछि ताहा करिबी। मु लोकंकू तैयारी करिबी, मु लोकंक कथा सुनी मोर निष्पत्ति बदलाइबी नाही। लोकंक कथा सुनी मु मोर प्रियजनंक सह झगड़ा करिबी नाही। परिवारर सदस्यंक ठारू ताच्छल्य सुनी मु मोर पथरू विच्युत हेबी नाही। मु मोर हृदय जहाँ चाहूछि ताहा करिबी, कारण जेतेबेले आमे आमर इच्छा पछरे दौड़िबा आरंभ करू, आमर लक्ष्य पछरे दौड़िबा आरंभ करू, भाबिबा आरंभ करू जे आमे जहाँ करिबाकू अछि ताहा करिबू, तापरे आमे जीवनरे सेही सबु जिनिस गोटिए परे गोटिए पाइबा आरंभ करू। तुमे मध्य जीवनरे समान फल पाइबाकू जाउछ, तेनु एहाकू साधारण मने कर नाही। एवं मु तुमकू एक मंत्र कहूछि, एहा एक अत्यंत गुप्त मंत्र। तुमकू एहाकू जप करिबाकू पड़िबो। जदि तुमे एहाकू पिपल गछ तळे बसी जप कर, तेबे शनिवार दिन तुमकू अधिक लाभ मिलिबो। मंत्रटी हेउछि ओम सहा शनिश्चराय नमः, ओम सहा शनिश्चराय नमः। एही मंत्रकू 108 थर जप करिबा आरंभ करंतु। तेनु आपणଙ୍କ जीवनरे चमत्कार फलाफल आसीबो, जाहाद्रा समस्त ग्रह संतुलित होइजिबे एवं आपणଙ୍କ उपरे खुशी वर्षा करिबा आरंभ करिबे। जदि आपणଙ୍କୁ मध्य भिडियोटी पसंद आसीछि तेबे एहाकू लाइक करिबाकू भूलंतु नाही। कमेंटरे जय बागेश्वर बालाजी लिखंतु एवं जेउमाने चैनल को सब्सक्राइब करि नाहंती सेमाने निश्चित भावरे सब्सक्राइब करंतु एवं घंटी आइकन को दबांतु। समस्त दर्शकों को हृदयरु सीताराम।